ଜୟ ଜଗନ୍ନାଥ ବନ୍ଧୁଗଣ। ତେବେ ସକାଳର ଖବରକୁ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆସନ୍ତୁ ଜାଣିବା ଆଜିର ବ୍ରେକିଂ ନ୍ୟୁଜ୍, ଯାହା ବର୍ତ୍ତମାନ ବଡ଼ ଅପଡ଼େଟ୍ ଆସିଛି। ତେବେ ଆମର ଚ୍ୟାନେଲଟିକୁ ଯଦି ସବସ୍କ୍ରାଇବ୍ କରିନଥାନ୍ତି ତେବେ ତଳେ ଥିବା ସବସ୍କ୍ରାଇବ୍ ବଟନ୍ ଉପରେ କ୍ଲିକ୍ କରି ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ତେବେ ବନ୍ଧୁଗଣ, ଯାହା ସୂଚନା ମିଳୁଛି, ଓଡ଼ିଶାରେ 3.5 ଘଣ୍ଟାର ହେବେ ମୋଦି, ଶୁଭାରମ୍ଭ କରିବେ ଆବାସ ହିତାଧିକାରୀଙ୍କୁ ବାଣ୍ଟିବେ ପ୍ରଥମ କିସ୍ତି। ତେବେ ବନ୍ଧୁଗଣ, ନିଜର ଜନ୍ମଦିନରେ ଅର୍ଥାତ୍ ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ ଏବଂ ରାଜ୍ୟରେ ବିଜେପି ସରକାରଙ୍କ ଶୁଭାରମ୍ଭ ସୁଭଦ୍ରା ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର 10 ଲକ୍ଷ ହିତାଧିକାରୀଙ୍କୁ ଘର ମଞ୍ଜୁରୀ ପତ୍ର, 26 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ ସହ ଆବାସ ଯୋଜନାର 2024 ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବନ୍ଧୁଗଣ, ଯାହା ସୂଚନା ମିଳିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି 3.5 ଘଣ୍ଟାର ଓଡ଼ିଶା ଗସ୍ତ ପାଇଁ ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ତେବେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି 17 ତାରିଖ ପୂର୍ବାହ୍ନ 11:35 ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି 11:55 ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ଅପରାହ୍ନ 3ଟାରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ଫେରିଯିବେ। ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର 10 ଲକ୍ଷ ହିତାଧିକାରୀଙ୍କୁ ଘର ଆବଣ୍ଟନ ପତ୍ର ବାଣ୍ଟିବେ। ସେହିପରି 26 ଲକ୍ଷ ଆବାସ ହିତାଧିକାରୀଙ୍କୁ ସେମାନଙ୍କର ଘରର ପ୍ରଥମ କିସ୍ତି ବାବଦରେ 3,180 କୋଟି ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ମୋଡରେ ସ୍ଥାନାନ୍ତର କରାଯିବ। ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଆବଣ୍ଟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆବାସ ପ୍ଲସ୍ 2024 ଆପ୍କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି। ତେବେ ବନ୍ଧୁଗଣ, ଜନତା ମଇଦାନରେ ବିଶାଳ ମହିଳା ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ସେଠାରେ ବସିବା ପାଇଁ ଯଥେଷ୍ଟ ସଂଖ୍ୟକ ଚେୟାର, କାର୍ଯ୍ୟକ୍ରମ ସ୍ଥଳ ନିକଟ ରାସ୍ତାର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ମୋବାଇଲ ଶୌଚାଳୟ, ବାୟୋ ଟଏଲେଟ୍ ଆଦି ବ୍ୟବସ୍ଥା ପାଇଁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅଧିକ ଲୋକେ ଯେପରି ଦେଖିପାରିବେ ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ୟାପକ ସଂଖ୍ୟକ LED ଲଗାଇ କାର୍ଯ୍ୟକ୍ରମର ସିଧା ପ୍ରସାରଣ ନିମନ୍ତେ ନିଷ୍ପତ୍ତି ହୋଇଛି। ତେବେ ବନ୍ଧୁଗଣ, ଆସିବା ଆଜିର ଦ୍ୱିତୀୟ ଖବର, ଯାହା ସୂଚନା ମିଳୁଛି ଯେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ପ୍ଲାନ୍। ତେବେ ବନ୍ଧୁଗଣ, ବଡ଼ ଆକାରରେ ଆସୁଛି ସୁଭଦ୍ରା। ଏହି ଯୁଗାନ୍ତକାରୀ ଯୋଜନାର ବିଗ୍ ଲଞ୍ଚ ପାଇଁ ପ୍ଲାନ୍ କରିଛି ବିଜେପି ସରକାର। ମୋଦିଙ୍କ ଜନ୍ମଦିନ 17 ତାରିଖରେ 70,000 ମହିଳାଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଜନତା ମଇଦାନରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ପୂର୍ବ ବିଜେଡି ସରକାରର ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଫିକା କରି ସୁଭଦ୍ରା ଯୋଜନାକୁ ଆଗରେ ରଖିବା ପାଇଁ ବଡ଼ ଯୋଜନା କରିଛି ବିଜେପି ସରକାର। ତେବେ ମିଶନ ଶକ୍ତିରେ 70 ଲକ୍ଷ ମହିଳା ସାମିଲ ହୋଇଥିଲେ। ସୁଭଦ୍ରା ଯୋଜନାରେ ଯୋଡ଼ି ହେବେ 1 କୋଟିରୁ ଅଧିକ ମହିଳା। ରାଜ୍ୟରେ ଏହି ଯୋଜନା ଏପର୍ଯ୍ୟନ୍ତ ସର୍ବାଧିକ ହିତାଧିକାରୀ ଥିବା ଯୋଜନା ଭାବେ ପରିଗଣିତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ବନ୍ଧୁଗଣ, ବିଜେଡିର ମିଶନ ଶକ୍ତି ଭୋଟ ବ୍ୟାଙ୍କକୁ ଚ୍ୟାଲେଞ୍ଜ ଦେବ ବିଜେପିର ସୁଭଦ୍ରା ଯୋଜନା। ସେଥିପାଇଁ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭକୁ ବ୍ୟାପକ କରିବାକୁ ଲାଗି ପଡ଼ିଛି ରାଜ୍ୟ ବିଜେପି ସରକାର। ତେବେ ଆସନ୍ତା 17 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ। ଏଥିପାଇଁ ଭୁବନେଶ୍ୱର ଜନତା ମଇଦାନରେ 70,000ରୁ ଅଧିକ ମହିଳାଙ୍କୁ ନେଇ ଏକ ସଭା ହେବ, ଯେଉଁଠି ପ୍ରଧାନମନ୍ତ୍ରୀ ମହିଳାଙ୍କୁ ସମ୍ବୋଧନ କରିବେ। ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି ସେମାନଙ୍କ ଆବେଦନ ଫର୍ମ ଯାଞ୍ଚ ପରେ ହିତାଧିକାରୀ ଚୟନ କରାଯିବ। ଆଉ 17 ତାରିଖରେ ସେମାନଙ୍କୁ ପ୍ରଥମ କିସ୍ତି ଯୋଗାଇ ଦିଆଯିବ।
सेपटे सुभद्रा योजना को सफलतार सह कार्यकारी कराइबा एवं जनसचेतना सृष्टि करने उद्देश्य राज्य सरकार पक्षर आरंभ होइछि माराथन कार्यक्रम। एक सप्ताह पर्यंत राज्य में प्रति ब्लॉक और पंचायत रे सुभद्रा स्वागत सप्ताह अनुष्ठित हेबो। ब्लॉक स्तर समस्त अधिकारी समेत अंगनवाड़ी कर्मी, सुपरभाइजर, एसएचजी सदस्य, आशाकर्मी माने गाँ गाँव में सभा कराई लोक माननकु सुभद्रा योजना संबंध में सचेतन कराइबे। प्रति ग्राम पंचायत रे पथप्रांत नाटक समेत चित्रांकन क्विज प्रतियोगिता आयोजन कर प्रति अंचल सफल महिला माननकु सुभद्रा अपार आख्या दिया सह सफल महिला कहानी को मो सुभद्रा स्टोरी भाव चित्रण कर तेबे एही योजनार उद्देश्य को सुदूर प्रसारी करने निमंते घरे घरे सुभद्रा विषय वस्तु उपरे राज्यर विभिन्न महाविद्यालय छात्र छात्री मध्य चित्रांकन, प्रबंध, तर्क, रंगोली और फोटोग्राफी प्रतियोगिता हेबो। एही अवसर में नयागढ़ सुभद्रा रथ को गाँ गाँव में विपुल संबर्धना दि जाइछि। महिला माने घर आगे झोटी चिता पकाइबा सह कलश और दीप जलाई बंदापना करिसेंति। तेबे सुभद्रा योजनार बीजेपी सरकार भरपूर माइलेज नेबाकु चेष्टा करछंती। प्रथम पाली एही योजना को एभली भाव प्रदर्शित करा जमिति पूर्व बीजेडी सरकार का मिशन शक्ति कार्यक्रम फीका पड़ जाओ। तेज बंधुगण यह द्वितीय खबर। आसंतु तृतीय खबर उपर नजर पकाइबा। बड़ घोषणा कले मुख्यमंत्री राज्य में लागू हेबो कामधेनु योजना। खर्च हेबो 1424 कोटी। तेज बंधुगण जहाँ सूचना मिलूँ जे पुणी बड़ निष्पत्ति नेले मोहन सरकार राज्य में दुग्ध उत्पादन वृद्धि पाई लागू हेबो कामधेनु योजना। जातीय मौसुमी बैठक में मुख्यमंत्री मोहन माझी यही सूचना देइछंती। कामधेनु योजना पाई खर्च हेबो 1424 कोटी टंका। गाई गोरु को स्वास्थ्य और चिकित्सा लगी गोमाता योजना होइछि। सेहीपरि बुला गाई गोरु को लगी मुख्यमंत्री प्राणी कल्याण योजना आरंभ। पशु संपद उत्पादन कृषकों जीवन में आय, खाद्य और निजुक्ति प्रदान मुख्य भूमिका ग्रहण करथाय। राज्यर दैनिक दुग्ध उत्पादन को द्विगुणित करने लक्ष्य नहीं एक नूतन अम्ब्रेला स्कीम मुख्यमंत्री कामधेनु योजना आरंभ करा। एही अधीन रे प्रतिवर्ष 2000 हिताधिकारी को 2टी क्रॉसब्रीड गाई रखिबापई दुग्ध क्षुद्र दुग्ध यूनिट प्रतिष्ठा करा। एथिसह 20,000 दुग्ध चाषी को रिहाती रे बाछुरी खाद्य जोगाई दिया। 1 लाख चाषी दुधियाली गाईर बीमा पाई सहायता पाइबे। एसबू को दृष्टि रखी प्राणी संपद विकास क्षेत्र में मोट आवंटन 697 कोटी टंका को वृद्धि करा मुख्यमंत्री बजेट अभिभाषण बेले सूचना देते। तेबे ओडिशार प्रथम थर पर क्षमतासीन होइथिबा भाजपा सरकार यहाकू हृदयंगम करी निज निज बजेट रे समृद्ध कृषक योजनार परिकल्पना करिसेंति। एथिपाई 5000 कोटी टंकार व्यय बराद करा जायथा बेले गुरुवार विधानसभा बजेट उपस्थापन बेले मुख्यमंत्री मोहन चरण माझी सूचना देइथिले। तेबे बंधुगण यह थिला आजिर ब्रेकिंग न्यूज 3टी ब्रेकिंग न्यूज। ते बंधुगण आज एतिकी चैनल टी को सब्सक्राइब कर नथिले सब्सक्राइब करने को भूलिबे नाही।